Hello everyone, welcome to my channel again. Today's theme accountable ଉତ୍ତରଦାୟୀ ବା ଦାୟିତ୍ୱବାନ। ପ୍ରିୟମାନେ ଈଶ୍ୱର ଆମମାନଙ୍କୁ ଅନେକ ଦାୟିତ୍ୱ ଦେଇଛନ୍ତି, ଅନେକ ରେସ୍ପନ୍ସିବିଲିଟି ଦେଇଛନ୍ତି। ସେ ଦାୟିତ୍ୱକୁ ଆମେ ଠିକ୍ରେ ତୁଲଉଛେ ନା ନାହିଁ ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ଏ ବିଷୟ ଏ ପ୍ରଶ୍ନ ଆପଣମାନଙ୍କ ପାଇଁ ଆଉ ମୋ ପାଇଁ ମଧ୍ୟ ହେବା ଦରକାର ଯେ ଆମେ ଉତ୍ତରଦାୟୀ ସବୁ ବିଷୟରେ ଗୋଟେ ଉତ୍ତରଦାୟୀ ଈଶ୍ୱରଙ୍କ ଠାରେ। ତ ଏ ବିଷୟ ମୁଁ କହିବା ପାଇଁ ଚାହୁଁଛି। ତ ବାଇବଲର ଦୁଇଟି ପଦକୁ ଆପଣ ଫୋକସ୍ କରନ୍ତୁ। ଯାକୁବ ପୁସ୍ତକ 3:1 ଜେମ୍ସ 3:1 ଏଇଟା ଆଉ ଏକ୍ଲେସିଆ 7:16 ଉପଦେଶକ 7:16। ଜେମ୍ସରେ ଯାକୁବରେ ଲେଖା ଅଛି ସମସ୍ତେ ଶିକ୍ଷକ ହୁଅ ନାହିଁ। ଶିକ୍ଷକ ଯେ ଆମ୍ଭେମାନେ ଗୁରୁତର ଦଣ୍ଡ ପାଇବା। ପ୍ରକୃତରେ ପ୍ରିୟମାନେ ଆଜି ଶିକ୍ଷକ ଟିଚର ଜାଗତିକ ଅନ୍ୟମାନଙ୍କୁ ଶିଖେଇବା ଏଇଟା ଏଇ ବିଷୟ ସେଇ ବିଷୟ ବୋଲି ଏଇଟା ଅନ୍ୟକୁ ଶିକ୍ଷା ଦେବା ବହୁତ ଇଜି, କିନ୍ତୁ ସ୍ପିରିଚୁଆଲ ରିଲେଟେଡ୍ ନୁହଁ କି ଶିକ୍ଷା ଯେଉଁ ଡିଭୋସନାଲ ରିଲେଟେଡ୍ ଏଇଟା କର ସେଇଟା କର, ଏଇଟା ପାପ ଏଇଟା ପୁଣ୍ୟ, ଏଇଟା ଏମିତି କର ସେମିତି କର, ଆତ୍ମିକ ବିଷୟ ଯେଉଁ ଆତ୍ମା ଦ୍ୱାରା ଚାଳିତ ହଉ ଏମିତି ସେମିତି କର, ସବୁ ବିଷୟ ଯେ ଆମେ ଅନ୍ୟକୁ ଯେଉଁ ଶିକ୍ଷା ଦେଉଛେ ଏଇଟା ବହୁତ ଡେଞ୍ଜରସ୍। ଶିକ୍ଷକ ହୁଅ ନାହିଁ କାରଣ ଆମେ ଗୁରୁତର ଦଣ୍ଡ ପାଇବା। ତାର ଅର୍ଥ ଆକାଉଣ୍ଟେବଲ୍ ଆମକୁ ମଧ୍ୟ ଉତ୍ତରଦାୟୀ ହେବାକୁ ଉତ୍ତରଦାୟୀ ହେବାକୁ ପଡ଼ିବ। ଆମକୁ ଈଶ୍ୱରକୁ ମଧ୍ୟ ସବୁ ବିଷୟ ଜଣିବାକୁ ପଡ଼ିବ, କହିବାକୁ ପଡ଼ିବ। ତ କହିବାର ଅର୍ଥ ମୋ କେସ୍ରେ ବେଳେବେଳେ ଯେତେବେଳେ ଥଟ୍ ଆସେ, ବିଭିନ୍ନ ଜ୍ଞାନ ଆସେ, ଇଏ କରେ, ଅନ୍ୟକୁ ଯେ ଆମେ ଶିକ୍ଷା ଦେଉଛେ ବା ମୁଁ ଏଇ ଚ୍ୟାନେଲରେ ଦେଉଛି, ବେଳେବେଳେ ଏଇ ବାକ୍ୟ ମୋତେ ବେଳେବେଳେ ଆସେ, ଡର ଲାଗେ ଯେ ଅନ୍ୟକୁ ଆମେ ଶିକ୍ଷା ଦେଉଛେ ଆଉ ଗୁରୁତର ଦଣ୍ଡ ପାଇବା। ତ ଆକାଉଣ୍ଟେବଲ୍ ଏ ବିଷୟ ନେଇକି ମୁଁ ସଦାବେଳେ କେୟାରଫୁଲ୍ ହୁଏ। ତାପରେ ରହିଲା ଯେଉଁ ଉପଦେଶ ବିଷୟରେ ଯେଉଁ ଲେଖା ଅଛି, ସେଠି ଲେଖା ଅଛି ଅତିରିକ୍ତ ଧାର୍ମିକ ହୁଅ ନାହିଁ ବା ନିଜକୁ ଅତି ବଡ଼ ଜ୍ଞାନୀ ଦେଖାଅ ନାହିଁ। ତାର ଅର୍ଥ ଅତିରିକ୍ତ ଧାର୍ମିକ ହୁଅ ନାହିଁ। ଯେତେବେଳେ ଆମେ ଅନ୍ୟକୁ ଶିକ୍ଷା ଦେଉଛେ ବିଭିନ୍ନ ବିଷୟ, ଏଇଟା କର ସେଇଟା, ଆଧ୍ୟାତ୍ମିକ ବିଶେଷ କରି ଧାର୍ମିକ ବିଷୟ ନେଇକି ବା ଏଇ ପଥରେ ଚାଲ ସେଇ ପଥରେ ଚାଲ, ଏଇଟା କରନି ସେଇଟା କରନି, ଯେଉଁ ଅନେକ ବିଷୟ ଆମେ କହୁଛେ, ବେଳେବେଳେ ଅନ୍ୟକୁ ଯେତେବେଳେ ଆମେ କହିଲା ଦ୍ୱାରା ଅନ୍ୟମାନେ ଯେହେତୁ ଆମକୁ ଦେଖୁଛନ୍ତି, ଆମର ଦୁଇଟି ଆଖି କିନ୍ତୁ ଅନ୍ୟମାନଙ୍କର ଚାରୋଟି ଆଖି କହିଲେ ଚଳେ। ତ ଅତିରିକ୍ତ ଧାର୍ମିକ ହୁଅ ନାହିଁ। ଆମେ ପ୍ରିୟମାନେ ଅନ୍ୟକୁ ଦେଖେଇ ହେଇଥାଉ। ବେଳେବେଳେ ମୁଁ ଏଇ ବାକ୍ୟ ବେଳେବେଳେ ମୋତେ ବି ଡର ଲାଗେ, ଆରେ ଅନ୍ୟମାନେ ଦେଖୁଛନ୍ତି ସମସ୍ତ ବିଷୟ କରୁଛନ୍ତି, ବେଶୀ ନିଜକୁ କାହିଁକି ଧାର୍ମିକ ବୋଲି ପ୍ରେଜେଣ୍ଟ କରୁଛି ବୋଲି ଏମିତି ବେଳେବେଳେ ଥଟ୍ ଆସେ। ନିଜକୁ ବୁଦ୍ଧିମାନ ବା ଜ୍ଞାନୀ ବୋଲି ଇଏ କରନା। ତାର ଅର୍ଥ ଦେଖନ୍ତୁ, ଥଟ୍ ସମସ୍ତ ବିଷୟ ଆସିବ, କିନ୍ତୁ ଏ ବାକ୍ୟ ଗୁରା ନୁହଁ କି ଯାକୁବ ହଉ ବା ଏକ୍ଲେସିଆ ବିଷୟ ଯେଉଁଟା ଉପଦେଶକ, ଏଇ ବାକ୍ୟ ଗୁରା ହିଁ ଆମକୁ କ'ଣ ଆଗକୁ ବଢ଼ିବାରେ ସାହାଯ୍ୟ କର। କେୟାରଫୁଲ୍ ତାର ଅର୍ଥ ବାଲାନ୍ସ। ତୁମେ ଯାହା ବି କିଛି କରୁଛ, ଶିକ୍ଷକତା କରୁଛ, ଅନ୍ୟକୁ ଟିଚ୍ କରୁଛ ବା ଯାହା କରୁଛ ବା ଧାର୍ମିକ ଜୀବନ ତୁମେ ଏ କରୁଛ, ଅତି ଧାର୍ମିକ ଜୀବନ କାଟୁଛ, ସବୁ ବିଷୟରେ ଗୋଟେ ବାଲାନ୍ସରେ ଇଏ କର। ଅନ୍ୟ ଉପରେ ପ୍ରଭାବ ପଡ଼ୁଛି। ତ ପାଉଲ ମଧ୍ୟ ସେ କହିଲେ, ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ ଏଥିପାଇଁ ଈଶ୍ୱର ମୋତେ ଗୋଟେ ଦୁର୍ବଳ ରୂପ ସେ କଣ୍ଟା ଫୋଡ଼ିଛନ୍ତି। ମୁଁ ଚେଷ୍ଟା କରୁଛି ଏଇଟା ଦୂର କରେ, କିନ୍ତୁ ପ୍ରଭୁ କହୁଛନ୍ତି ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ପ୍ରକୃତରେ ପ୍ରେମ ଯାହା ବି କିଛି ଆମେ ଅନ୍ୟକୁ ଶିକ୍ଷା ଦେଉଛେ ବା ଧାର୍ମିକ ଜୀବନ କରୁଛେ, ଧାର୍ମିକ ଜୀବନ ପ୍ରଭୁଙ୍କ ଠାରେ ହିଁ ଆମର ହଉ। ଲୋକଙ୍କ ଉପରେ ଆମେ ଲୋକଙ୍କୁ ଦେଖିକି ଶୋ କରିକି ଆମେ କିଛି କରିବାନି। ତ ଆମକୁ ବାଲାନ୍ସରେ ସବୁ କରିବାକୁ ପଡ଼ିବ। ଥ୍ୟାଙ୍କ ୟୁ।